एक्सपीरियंस करा जाउची जोटा लाइफ रे मु केबे भी करना है केबे भी माने केबे भी तो पूरा मोर खराब हो जाइए गाइस। हे गाइस गुड मॉर्निंग मु होची नरेश सब आपण मन देखचंती नरेश नाई ब्लॉग्स। तो गाइस एबे मु गाधेनी जस्ट ब्रश अप ना ब्रश कली आ फ्रेश हेची तो आज यूजुअल गाइस एबे नॉर्मल डे रे आज पळाली काली टिके स्पेशल डे थिला कि श्री 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 महाप्रभु श्री जगन्नाथ काली ତାଙ୍କର ରଥଯାତ୍ରା ଥିଲା ତ ବହୁତ ହି ସ୍ପେଶାଲ ଥିଲା ସମସ୍ତ ମୋ ପାଇଁ ବୋଲି ନାହିଁ ସମସ୍ତଙ୍କ ପାଇଁ। ତ ମୋ ଆଜି ପୁରା ନର୍ମାଲ ଡେ କି ଗାଇଜ ପାଣି ସରିଯାଇଛି ଆଉ ମୁଁ ଏବେ ଆଣିବାକୁ ଯାଉଛି ପାଣି। ଆଉ ଆଜି ଗୋଟେ ମୁଁ ମାନେ ଏମିତି ଗୋଟେ ଏକ୍ସପିରିଏନ୍ସ କରିବାକୁ ଯାଉଛି ଯୋଉଟା ଲାଇଫରେ ମୁଁ କେବେ ବି କରିନାହିଁ କେବେ ବି ମାନେ କେବେ ବି। ତ ଚାଲନ୍ତୁ ସେଟା ମୁଁ କଣ ଗାଇଜ ଦେଖଉଛି। ଗାଇଜ ଆଜି ମୁଁ ବନଉଛି ପୁରୀ। ପୁରୀ ଅଟା ଆଉ ମଇଦାକୁ ମିଶେଇକି ବନା ହଉଛି ଆଉ ତା ସାଙ୍ଗକୁ ଅଛି ଗାଇଜ ଅଣ୍ଡା ତରକାରୀ। ଆଉ ସେଠି ଗ୍ରେଭି ପୁରା ରେଡି କରି ରଖା ହେଇଯାଇଛି ତ ଏବେ ମୁଁ ପକାଉଛି ଅଣ୍ଡା। ତାକୁ ଟିକେ ଘାଣ୍ଟି ଦେବା ଗାଇଜ। ଏଟା ହେଇଗଲା ଅଣ୍ଡା ତରକାରୀ। ଗାଇଜ ଏମିତି କରିକି ଖାଉଛ ଟିକେ କମେଣ୍ଟ କର। ପୁରୀ ଏଟା ପୁରୀ ବନା ହବ ଆଉ ଅଣ୍ଡା ତରକାରୀ। ମୋ କମ୍ବିନେସନ ଗୋଟେ ଡିଫରେଣ୍ଟ। ଏବେ ତାକୁ ଗାଇଜ ଟିକେ ଟାଇମ ପାଇଁ ରଖିଦେବା ଟିକେ ଫୁଟି ଯାଉ ତାପରେ ମସଲା ଫସଲା ପକେଇକି ଓହ୍ଲେଇ ଦେବା ଆଉ। ଗାଇଜ ଇଆଡେ ପୁରୀ ବନେଇବା ପାଇଁ ନେଇକି ତେଲ ଗରମ କରିବ ବୋଲି ଏଇଟା କଣ ଆମର ହିଟର ପୁରା ଆମର ଖରାପ ହେଇଯାଇଛି ଗାଇଜ। ଚାଲୁ ନାହିଁ ଦେଖୁଛି ତାର ଟ୍ରିଟମେଣ୍ଟ କଣ ହବ ମୁଁ ଦେଖୁଛି। ଗିଜାର ଆଉ ଗୋଟେ 10-15 ଜଣ ଟିକେ ଚାଲିଥିଲେ ଟିକେ ଖୁସି ଲାଗିଥାନ୍ତା। ବଡଟା କେମିତି ହବ କି କାହାକୁ ଜଣା। ଚୁଲି ପେଣ୍ଟି ଯାଉଛି। ଏ ହିଟର ଖରାପ ହେଇଯାଇଛି ମୋର ଏବେ ଯାଉଛି ଖାଇବାଟା ଅଧାରେ ବନେଇବାଟା ଛାଡିକି ଗାଇ ଯାଉଛି କଣ କରିବା ଆଉ। ମୁଁ ବି ଜାଣିନଥିଲି କି ଖରାପ ହେଇଯିବ ବୋଲି ତ ଏବେ ଯାଉଛି ବନେଇବା ପାଇଁ ଦେଖାଯାଉ କୋଉଠି ଏ ପାଖରେ ଅଛି କି ନାହିଁ ମୁଁ ବି ଜାଣିନାହିଁ ନହେଲେ ଏମ୍ସିପାଲ ଯାଇକି ଦେଖିବା କଣ ହଉଛି ଆଉ। ଖାଇବାଟା ଅଧା ରଖିଛି ଗାଇ ସେଟା ବି ଦେଖାଉଛି ଆପଣଙ୍କୁ। ଦେଖ ଗାଇସ୍ ଏଠି ରୁଟି ତରକାରୀ ହେଇଯାଇଛି ରୁଟି ବେଲବାଟା ସରିଲାଣି।
ଏଇଟା ଏମିତି ଛାଡ଼ିକି ଧରିକି ଯାଉଛି ଟ୍ରିଟମେଣ୍ଟ କରିବାକୁ ଟ୍ରାଏ କଲି ଯେ ମୋ ଦ୍ୱାରା ହେଇପାରିଲାନି ସେଟା ପାଇଁ ଯାଉଛି ଆଉ ରୁମ୍ର ଅନର ନେଇକି ଗାଡ଼ି ତ ଏ ଗାଡ଼ି ଧରିକି ଯାଉଛି ଆଉ गरम गाला ये वाला खुल दीजिए पूरा खुल जा रहा है ये वाला खुले तो खुल रहा है हाँ हाँ इसको टिक करा क्या करंट ज्यादा लेता क्या प्रॉब्लम था ये लूज हो ऐसा गया प्रॉब्लम है वो स्विच कर दिया वो तार नहीं कि गाइस तार କଥା ଛାଡ଼ ମୋର କଥା ଫାଷ୍ଟ ଶୁଣ କ'ଣ ବୋଲେ ଦେଉଛ କି ନା ମୁଁ ଝାଳ ହେଇଯାଇଛି ବାକି ନେଇକି ବନାଇବାକୁ ଯାଇଥିଲି ତାପରେ ସେଠି ନେଇକି ପ୍ରୋବ୍ଲେମ୍ କାଢ଼ୁ 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 15 ମିନିଟ୍ ଟାଇମ୍ ହେଇଗଲା ଲାଷ୍ଟରେ କିଛି ପ୍ରୋବ୍ଲେମ୍ ବାହାରିଲା ନାହିଁ କି ୱାୟାର ଫାୟାର ଟିକେ ଲୁଜ୍ ହେଇଯାଇଥିଲା ତ ନେଇକି ଗାଇସ୍ କେତେ ଟଙ୍କା ନେଇଥିବେ ଆପଣ ଗେସ୍ କରନ୍ତୁ 100 200 300 କେତେ ନେଇଥିବ ଗେସ୍ କରନ୍ତୁ ନାଇଁ ବୋଲେ ରୋଷେଇ କରି ଖାଇସାରିଲା ପରେ ମୁଁ କହିବି ହେଲା ତ ସେଥି ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ ଆଉ ନର୍ମାଲ୍ ଡେ ଆଜି କେମିତି ଚାଲିଛି ମୋ ବ୍ଲଗ୍ ଦେଖି ଶୋଇପଡ଼ନ୍ତୁ ଆଉ ନିଦ ନ ହେଲେ ଟାବଲେଟ୍ ବି ଖାଇଦିଅନ୍ତୁ ବାଏ ବାଏ ଗାଇସ୍ ମୁଁ ଲାଇଫରେ କେବେ ଯୋଉ ବାଇକ୍ ଚଲେଇ ନଥିଲି ଆଜି ମୁଁ ସେଟା ଚଲାଉଛି ଗାଇସ୍ ଦେଖିବାକୁ ଚାହୁଁଛନ୍ତି ସେଟା କୋଉ ବାଇକ୍ ଧୁମ୍ ଧୁମ୍ ନା ଧୁମ୍ ଧୁମ୍
जाओ आए धूम धूम ଗାଇସ୍ ଆପଣମାନଙ୍କୁ କହିବି ବୋଲି ଭୁଲି ଯାଇଥିଲି କି ହଁ, ଯୋଉ ହିଟରଟା ଯୋଉଟା ଥିଲା ସେଟା ବନେଇବାକୁ କେତେ ପଇସା ନେଇଥିଲା। ଆକ୍ଚୁଆଲି ଗ୍ୟାସ୍ ତାଙ୍କେ ବନେଇବାକୁ ପଇସା ନେଇ ନଥିଲେ, ଫ୍ରିରେ ବନେଇ ଦେଇଥିଲେ। ବହୁତ ଖୁସି ଲାଗିଲା କି ଗୋଟେ ଏରିଆରେ ବି ସେମିତି ଲୋକମାନେ ଅଛନ୍ତି। ସେ ହିଟର ପିଛାରେ ପାଖାପାଖି ଅଧଘଣ୍ଟା ସେ ପ୍ରୋବ୍ଲେମ୍ ଖୋଜୁ ଇଏ ହେଲା ହେଲେ ବି ନାହିଁ କି କେହି ଥିଲେ ଗୋଟେ 10 20 କି 50 100 କି ଯାହା ବି ନେଇଥାନ୍ତେ, କିନ୍ତୁ ତାଙ୍କେ ଏଇଠି ନାଇଁ ଦରକାର ନାହିଁ ବୋଲାଟାକୁ ନାକରେ ବୋଲି କହିଲେ ଆଉ ଫ୍ରିରେ କରିଦେଲେ। ଆଜି ବହୁତ ଖୁସି ଲାଗିଲା ସତରେ। ଥ୍ୟାଙ୍କ ୟୁ ସେ ଭାଇନାକୁ ଯିଏ ଫ୍ରିରେ ବନେଇଦେଲେ। ସେମିତିରେ ତ ମୁଁ ଥ୍ୟାଙ୍କ ୟୁ କହିଲି ଏକା, ତମର ଥ୍ରୋରେ ବି ତାଙ୍କୁ ଥ୍ୟାଙ୍କ ୟୁ କହୁଛି ଆଉ। ଗାଇସ୍ ପାଣି ଆଣିଲା ପରେ ମୁଁ ଶୋଇ ପଡ଼ିଥିଲି ଆଉ କୁଆଡ଼େ ଯାଇନାହିଁ। ତ ଆଜିର ବ୍ଲଗ୍କୁ ଗାଇସ୍ ମୁଁ ଏଇଠି ଏଣ୍ଡ କରୁଛି। ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ ଆଉ ଗାଡ଼ି ମୋତେ ଖାସ୍ କରିକି ଭଲ ଲାଗିଥିବ। କାହା କାହାକୁ ସେମିତି ଗାଡ଼ି ଚଲେଇବାକୁ ଇଚ୍ଛା ଗାଇସ୍ କମେଣ୍ଟ କରନ୍ତୁ। ତା ପୂର୍ବରୁ ଗାଇସ୍ ଗୋଟେ କଥା କହୁଛି ମୁଁ କି ଲାଇଫରେ ଯେତେ ବି ପ୍ରୋବ୍ଲେମ୍ ହଉନା କାହିଁକି ଗାଇସ୍ ଷ୍ଟାଣ୍ଡ ହେବାଟା ଶିଖନ୍ତୁ। ନିଜ ଗୋଡ଼ରେ ନିଜେ ଠିଆ ହେବାଟା ଶିଖନ୍ତୁ। ଏମିତି କହୁଛି ହେଲେ ଖରାପ ଭାବୁଛ କି? ସମସ୍ତେ ନିଜ ଗୋଡ଼ରେ ତ ଠିଆ ହେଉଛନ୍ତି। ମୋର କହିବା ମିନିଂ ସେଇଟା ନାହିଁ ଗାଇସ୍। ନିଜେ ସେଲ୍ଫ ଡିପେଣ୍ଡେଣ୍ଟ ହେବା ପାଇଁ ନେଇକି ଟ୍ରାଏ କରିବାର ଅଛି। ଆଉ ଗାଇସ୍ ମୋତେ ତ ଆପଣମାନେ ସପୋର୍ଟ ହିଁ କରୁନାହାନ୍ତି ବ୍ଲଗ୍ରେ, କ'ଣ କର? अपना टाइम आएगा ଆଉ ସମସ୍ତଙ୍କର ଟାଇମ୍ ଆଏଗା। ବାକି ଛାଡ଼ନ୍ତୁ, ଆଉ କିଛିଟା ଦିନ ଗଲା ପରେ ମୁଁ ଭଲ ଭଲ କଣ୍ଟେଣ୍ଟ ବନେଇବି। ତ ସେତେବେଳେ ଆପେ ଆପଣମାନେ ସପୋର୍ଟ କରିବେ ଆଉ। ତାପରେ କମେଣ୍ଟରେ ଯେତିକି ମୋର ଫୁଡ୍ ଚ୍ୟାଲେଞ୍ଜ ମାନେ ଥିଲା ସେରା ବି ମୁଁ ଘରକୁ ଗଲା ପରେ କରିବି ସବୁ। ତ ଆଜି ପାଇଁ ବ୍ଲଗ୍ ଏତିକି। ଆଉ ଧୀରେ ଧୀରେ ସେମିତି ଗୋଟେ ଦୁଇଟା ସେମିତି ସପୋର୍ଟରେ ବଢ଼ିବେ ଆଉ କ'ଣ କରିବା। ବାକି ଯେମିତି ଚାଲିଛି ଚାଲୁ ଆଉ। ତ ଆଜିର ବ୍ଲଗ୍କୁ ଗାଇସ୍ ମୁଁ ଏଇଠି ଏଣ୍ଡ କରୁଛି। ଆଇ ହୋପ୍ ଆଜିର ବ୍ଲଗ୍ ଆପଣଙ୍କୁ ଭଲ ଲାଗିବ। ଯଦି ଭଲ ଲାଗିବ ତାହେଲେ ଲାଇକ୍ କମେଣ୍ଟ ସେୟାର କରନ୍ତୁ ଆଉ ନରେଶ ନାୟକ ବ୍ଲଗ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତ ରହିଲେ ଗାଇସ୍, ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ। Good night. Love you all. See you again in next vlog.